ଭୁବନେଶ୍ୱରର ସବୁଠୁ ବଡ଼ ସ୍କୁଲର ଗୋଟିଏ ରୁମ୍ରେ ଚାଲିଥିଲା ହୋ ହଲ୍ଲା। ଜଣେ ଧନୀ ଘରର ଝିଅ ଡଲି ଆଉ ଗୋଟିଏ ଗରିବ ଘରର ଝିଅ ଭୂମି ଉପରେ ଟଙ୍କା ଚୋରିର ଅଭିଯୋଗ ଲଗାଇଥିଲା। ଆଉ ତାକୁ ନେଇ କ୍ଲାସର ସମସ୍ତଙ୍କର ବ୍ୟାଗ୍ ତଲାସି କରାଗଲା। କିନ୍ତୁ ଯେତେବେଳେ ଭୂମିର ପାଳି ଆସିଲା, ସେ ବ୍ୟାଗକୁ ଜାବୁଡ଼ି ଧରିଲା ଆଉ ବ୍ୟାଗ୍ କାହାରିକୁ ଦେଲା ନାହିଁ, ଏପରିକି କ୍ଲାସ ଟିଚରଙ୍କୁ ବି ଦେଲାନି। ଏହାପରେ କ୍ଲାସ ଟିଚର ଭୂମିକୁ ମାଡ଼ ବି ମାରିଲେ। କିନ୍ତୁ ଭୂମି ଏବେ ଆହୁରି ଜୋରରେ ଜାବୁଡ଼ି ଧରି ବ୍ୟାଗ୍ ଦେବା ପାଇଁ ମନା କଲା। ଏ ଘଟଣା ପରେ ଭୂମିକୁ ପ୍ରିନ୍ସିପାଲଙ୍କ ରୁମ୍କୁ ନିଆଗଲା। ଆଉ ପ୍ରିନ୍ସିପାଲ ଯେତେବେଳେ ସ୍ନେହରେ କହିଲେ ଭୂମି ବ୍ୟାଗ୍ ଦେଇଦେଲା। ଆଉ ଯେତେବେଳେ ପ୍ରିନ୍ସିପାଲ ତାର ବ୍ୟାଗ୍ ଖେଳଉଥିଲେ, ଏମିତି ଜିନିଷ ଦେଖିଲେ। ଦେଖିକି ତ ତେବେ ଭୂମି ବ୍ୟାଗ୍ରେ ଏମିତି କ'ଣ ଦେଖିଲେ ଯେ ପ୍ରିନ୍ସିପାଲ ସ୍ତବ୍ଧ ହୋଇ ରହିଗଲେ? ଆଉ କାହିଁକି ଭୂମିକୁ ଜାବୁଡ଼ି ଧରି କାନ୍ଦି ପକେଇଲେ? କାହିଁକି ସେହି ଘଟଣା ପରଠାରୁ ଭୂମି ପ୍ରତି ସମସ୍ତଙ୍କର ସମ୍ମାନ ବଢ଼ିଗଲା? ଏହା ଏକ ଜବରଦସ୍ତ ଶିକ୍ଷଣୀୟ କାହାଣୀ। ପୁରା ଦେଖିଲେ ହିଁ ଆପଣ ଜାଣିପାରିବେ। ଭୁବନେଶ୍ୱର ସହରର ସବୁଠୁ ବଡ଼ ସ୍କୁଲ ରୁମ୍ର ଏହା ଏକ ଗୋପନ କାହାଣୀ, ଯାହାକୁ ଶୁଣିଲେ ଆପଣ ବି ବିଶ୍ୱାସ କରିପାରିବେନି। ତେଣୁ ପ୍ରତି ପିଲାଙ୍କ ବାପା ମା ତ ଏହାକୁ ଜାଣିବା ନିହାତି ଦରକାର କି ତାଙ୍କ ପିଲା ସ୍କୁଲକୁ ଯିବା ପରେ ତା ସହିତ କ'ଣ କ'ଣ ଘଟୁଛି। ସରକାର ସବୁ ବେସରକାରୀ ସ୍କୁଲରେ କିଛି ମାତ୍ରାରେ ଗରିବ ଘରର ପିଲାଙ୍କୁ ମାଗଣାରେ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରିଛନ୍ତି। ଆଉ ତାଙ୍କର ସବୁ ଖର୍ଚ୍ଚ ସରକାର ବହନ କରିଥାନ୍ତି। ଆଉ ସେହି ସ୍କିମ୍ରେ ଭୂମି ବି ପାଠ ପଢୁଥିଲା, ଯାହାର ଖର୍ଚ୍ଚ ସରକାରଙ୍କ ତରଫରୁ ମିଳୁଥିଲା। ଆଉ ସେହି ସ୍କୁଲରେ ସହରର ଜଣେ ଧନୀ ଘରର ଝିଅ ଡଲି ବି ପାଠ ପଢୁଥିଲା। ଧନୀ ଘରର ହୋଇଥିବା କାରଣରୁ ସେ ଆଉ ତା ସାଙ୍ଗମାନେ ସବୁବେଳେ ଭୂମିକୁ ନିଚା ଦେଖାଉଥିଲେ। କିନ୍ତୁ ଭୂମି ଗରିବ ଘରର ହେଲେ ବି ବୁଦ୍ଧିମାନ ପିଲା ଥିଲା। ଆଉ କ୍ଲାସରେ ସେ ସବୁବେଳେ ପ୍ରଥମ 3 ଜଣଙ୍କ ଭିତରେ ରହୁଥିଲା। ଡଲି ବି ଚାଲାକ ଚତୁର ଥିବା ବେଳେ କ୍ଲାସରେ ସେ ବି କମ୍ ନଥିଲା। ତା ସହିତ ଡଲି ଟିକେ ଦୁଷ୍ଟ ବି ଥିଲା। ଡଲି ଓ ସାଙ୍ଗମାନେ ସବୁବେଳେ ଭୂମି ଉପରେ ଈର୍ଷ୍ୟା କରୁଥିଲେ। ଥରେ ଡଲି ଭୂମିର ବ୍ୟାଗ୍ ଦେଖିବାକୁ ଚାହୁଁଥିଲା, କିନ୍ତୁ ଭୂମି ଦେଖେଇବାକୁ ରାଜି ନଥିଲା। ଡଲି କହିଲା କି, ଆରେ ଏମିତି କ'ଣ ଖଜାନା ରଖିଛୁ ଯେ ବ୍ୟାଗରେ ହାତ ଲଗେଇବାକୁ ଦେଉନୁ? ଭୂମି ବି ତା ବ୍ୟାଗକୁ ଜାବୁଡ଼ି ଧରିଥିଲା। ଡଲି ଓ ତା ସାଙ୍ଗମାନେ ଭୂମିର ପଛପଟରେ ଛିଡ଼ା ହୋଇଥିଲେ। କେଜାଣି ସେମାନେ କାହିଁକି ଭୂମିକୁ ସବୁବେଳେ ନିଚା ଦେଖେଇବାକୁ ଚାହୁଁଥିଲେ? ଯେବେ ବି ଟିକେ ସମୟ ମିଳୁଥିଲା, ଭୂମିକୁ ହଇରାଣ କରିବାକୁ ପଛଉ ନଥିଲେ। ଆଉ ଏବେ ବି ଜାଣିଶୁଣି ସେମାନେ ଭୂମିର ବ୍ୟାଗ୍ ଟାଣୁଥିଲେ କି ଏଥିରେ ଏମିତି କ'ଣ ଜିନିଷ ଅଛି ଯେ ସେ ସେମାନଙ୍କୁ ଦେଖାଉନଥିଲା। କାହିଁକି ତା ବ୍ୟାଗ୍ ଲୁଚେଇକି ରଖୁଥିଲା? ଯେତେବେଳେ ଡଲି ଓ ତା ସାଙ୍ଗମାନେ ନଛୋଡ଼ ବନ୍ଧା ଥିଲେ, ଭୂମି ତା ବ୍ୟାଗକୁ ପୁରା ଶକ୍ତିର ସହିତ ଜୋରରେ ଜାବି ଧରିଲା ଆଉ କାନ୍ଦିବାରେ ଲାଗିଲା। ଡଲିର ସାଙ୍ଗମାନେ ତା ଓଢ଼ଣୀକୁ ଟାଣି ତଳେ ପକେଇ ଦେଇଥିଲେ। ତା ଚୁଟି ଘୋଷାରି ଚୁଟି ଖୋଲି ଦେଇଥିଲେ। ଏହି ଘଟଣା ଦେଖିକି କ୍ଲାସର ଆଉ ଜଣେ ଝିଅ ବାହାରୁ ଦୌଡ଼ିକି ଆସି କହିଲା କି, ସୁସ୍ମିତା ମ୍ୟାମ୍ କ୍ଲାସକୁ ଆସୁଛନ୍ତି। ଡଲି ଓ ତା ସାଙ୍ଗମାନେ ଡରିଯାଇ ତୁରନ୍ତ ନିଜ ସିଟ୍ରେ ଯାଇ ବସି ପଡ଼ିଲେ। ସେମାନେ ଜାଣିଥିଲେ କି ସୁସ୍ମିତା ମ୍ୟାମ୍ ପୁରା ଷ୍ଟ୍ରିକ୍ଟ ଟିଚର ବୋଲି। ଆଉ ସେ କାହାକୁ ବି ଛାଡ଼ୁ ନଥିଲେ, ସେ ଧନୀ ଘରର ଝିଅ ହେଉ କି ଗରିବ ଘରର। ଭୂମି ଭଗବାନଙ୍କୁ ଧନ୍ୟବାଦ ଦେଲା ଆଉ ବ୍ୟାଗକୁ ନିଜ ଆଗରେ ଡେସ୍କ ଉପରେ ରଖିଲା ଆଉ ନିଜ ହୁଲିଆ ଠିକ୍ କରିବାରେ ଲାଗିଲା। ସେତେବେଳକୁ ସୁସ୍ମିତା ମ୍ୟାମ୍ କ୍ଲାସକୁ ଆସି ସାରିଥିଲେ। ସମସ୍ତେ ଠିକ୍ଠାକ୍ ହୋଇ ବସିଗଲେ। ଭୂମି ବ୍ୟତୀତ ସମସ୍ତଙ୍କର ୟୁନିଫର୍ମ ଠିକ୍ଠାକ୍ ଥିଲା। ଭୂମିର ଏମିତି ହାଲ ଦେଖି ସୁସ୍ମିତା ମ୍ୟାମ୍ ପଚାରିଲେ କି, ଏ କେମିତିକା ଦେଖାଯାଉଛୁ ତୁ ଭୂମି? ବିଲରୁ କାମ ସାରି ଏଠିକି ଆସିଛୁ କି? ଏମିତି ହାଲତରେ କିଏ କ'ଣ ସ୍କୁଲ ଆସିଥାଏ? ପ୍ରତିଦିନ ତୁ ଏମିତି ହାଲତରେ ସ୍କୁଲ ଆସୁଛୁ ଯେ କେତେବେଳେ ତୋ କାମ ପୁରା ହେଉନି ତ ଆଉ କେତେବେଳେ ତୋର ହୁଲିଆ ଏମିତି ଲାଗୁଛି ସକାଳୁ ଉଠିକି ମୁହଁ ବି ଧୋଇନୁ ବୋଧେ। ଆଉ ଏମିତି ଅବସ୍ଥାରେ ଏଠାକୁ ଆସି ବସିଯାଉଛୁ। ମ୍ୟାମ୍ଙ୍କ କଥାରେ ପିଲାମାନେ ଟିକେ ଚାପଚୁପି ହୋଇ ହସିବାରେ ଲାଗିଲେ। ସବୁଠୁ ଅଧିକ ଜୋରରେ ଡଲି ହସୁଥିଲା। ଡଲି କହିଲା କି, କେଜାଣି ମିସ୍, ତା ବାପା ମା ତାକୁ ବିଲରେ କାମ କରାଉଥିବେ, କାରଣ 2 ବେଳା ଖାଇବାକୁ ତ ପଡ଼ିବ ନା। ଏକଥାରେ ଅନ୍ୟ ପିଲାମାନେ ବି ହସିବାରେ ଲାଗିଲେ। କିନ୍ତୁ ସୁସ୍ମିତା ମ୍ୟାମ୍ ହାତରେ ଧରିଥିବା ବେତକୁ ଟେବୁଲ ଉପରେ ବାଡ଼େଇ ସମସ୍ତଙ୍କୁ ଚୁପ୍ କରାଇଦେଲେ। କହିଲେ କି, ମୁଁ ଯେତେବେଳେ କହୁଥିବି
ତମେ ମାନେ ମଝିରେ ପଡ଼ି କଥା କହିବାକୁ ସାହସ କରିବନି। ଆଉ ଯଦି ମଝିରେ ପଡ଼ି କହିବାକୁ ଚେଷ୍ଟା କରିବ ତାହେଲେ କ୍ଲାସରୁ ବାହାର କରିଦେବି। ଭୂମି ସେତେବେଳକୁ ନିଜ ହୁଲିଆ ଠିକ୍ କରିଦେଇଥିଲା। ଆଉ ସରି ମ୍ୟାମ୍ କହି ସେ ଚୁପଚାପ ବସିଗଲା। ଆଉ ମ୍ୟାମ୍ ବି ବେଶୀ ଡେରି ନ କରି ପାଠ ପଢ଼େଇବା ଆରମ୍ଭ କରିଦେଲେ। ସେଇଟା ଇଂରାଜୀ କ୍ଲାସ୍ ଥିଲା। ଆଉ ମିସ୍ ଇଂରାଜୀରେ ପଢ଼ାଉଥିଲେ। ଭୂମି ଗରିବ ପରିବାରର ହେଲେ ବି ସେ ଏ ଗ୍ରେଡ୍ ଝିଅ ଥିଲା। ଆଉ କ୍ଲାସରୁମ୍ରେ ମିସ୍ ଯାହା ପଢ଼ାଉଥିଲେ ସେ ପୁରା ଧ୍ୟାନ ଦେଇ ଶୁଣିବା ସହିତ ନିଜ ଖାତାରେ ଟିପିକି ରଖୁଥିଲା। ସେତେବେଳେ ଡଲି ପେନ୍ସିଲ୍ ନେବା ପାଇଁ ବ୍ୟାଗ୍ ଖୋଲୁଥିଲା। ଆଉ ସେତେବେଳେ ଡଲି ଏମିତି କିଛି କହିଲା କି ସମସ୍ତେ ଚମକି ପଡ଼ିଲେ। ଡଲି ବଡ଼ ପାଟିରେ କହୁଥିଲା କି ମିସ୍ ମୋ ବ୍ୟାଗ୍ରୁ ଟଙ୍କା ଚୋରି ହୋଇଗଲା। ମୋ ଟଙ୍କା ମିଳୁନି। କିଏ ନେଇଯାଇଛି? ବୋର୍ଡରେ କିଛି ଲେଖୁ ଲେଖୁ ମିସ୍ ଅଟକି ଗଲେ। ଆଉ ମୁହଁ ବୁଲେଇ ଡଲିକୁ ପଚାରିଲେ କି କ'ଣ ହେଲା ଡଲି? ଡଲି ଛିଡ଼ା ହୋଇଗଲା ଆଉ ପୁରା ଚିନ୍ତାଗ୍ରସ୍ତ ହୋଇ କହିଲା କି ମିସ୍ ମୋ ବ୍ୟାଗ୍ରେ 1000 ଟଙ୍କା ରଖିଥିଲି। କେଜାଣି କିଏ ନେଇଯାଇଛି? ମିସ୍ କହିଲେ କି ଠିକ୍ରେ ବ୍ୟାଗ୍ ଚେକ୍ କର। ବ୍ୟାଗ୍ରେ ଥିବ ନିଶ୍ଚୟ। ତୋ ବ୍ୟାଗ୍ରୁ କିଏ କେମିତି ଟଙ୍କା ନେଇଯିବ? ଆଉ ପୁଣି ସ୍କୁଲକୁ ଏତେ ଟଙ୍କା ନେଇକି କାହିଁକି ଆସିଥିଲୁ? ଏଥିରେ ଡଲି ପୁରା ଗର୍ବରେ କହିଲା କି ମ୍ୟାମ୍ ଆଜି ନୁହେଁ, ମୁଁ ପ୍ରତିଦିନ ଏତିକି ଟଙ୍କା ନେଇକି ଆସୁଛି। ବରଂ ୟାଠାରୁ ବି ଅଧିକ ନେଇ ଆସୁଛି। ଖାଇବା ସମୟରେ ମୋ ପାଇଁ ଆଉ ମୋ ସାଙ୍ଗଙ୍କ ପାଇଁ କିଛି ନା କିଛି ବାହାରୁ ମଗେଇବାକୁ ପଡ଼ୁଛି। କିନ୍ତୁ ଆଜି ମୁଁ କ'ଣ ଖାଇବି? ମୋ ପାଖରେ ଥିବା ଟଙ୍କା ତ କିଏ ଚୋରି କରିକି ନେଇଯାଇଛି। କେଜାଣି କିଏ ନେଇଛି? ସୁସ୍ମିତା ମ୍ୟାମ୍ ଜଣକ ଆଡ଼କୁ ଅନେଇଲେ। ପୁଣି ନିଜେ ଆସି ଡଲିର ବ୍ୟାଗ୍ ଚେକ୍ କଲେ। ଦେଖିବା ବେଳକୁ ସତରେ ତା ବ୍ୟାଗ୍ରେ ଟଙ୍କା ନଥିଲା। ସେଠୁ ଆଗରେ ବସିଥିବା ଜଣେ ପିଲାକୁ କହିଲେ କି କବାଟ ବନ୍ଦ କରିଦେବାକୁ। ଫଳରେ କିଏ ଯେମିତି କ୍ଲାସରୁମ୍ରୁ ବାହାରକୁ ଯାଇପାରିବେନି। ପ୍ରଥମ ଧାଡ଼ିରେ ବସିଥିବା 4 ଜଣ ଝିଅଙ୍କ ବ୍ୟାଗ୍କୁ ନିଜେ ଚେକ୍ କଲେ। ଗୋଟିଏ ଗୋଟିଏ ଜିନିଷ କାଢ଼ି ଚେକ୍ କଲେ। କିନ୍ତୁ ତାଙ୍କ ପାଖରେ ଟଙ୍କା ନଥିଲା। ସେଠୁ ସେ 4 ଜଣଙ୍କୁ ମ୍ୟାମ୍ କହିଲେ କି ଗୋଟିଏ ଲାଇନରେ ଯାଇ ସମସ୍ତଙ୍କ ବ୍ୟାଗ୍ ଚେକ୍ କରିବାକୁ। ହେଲେ ଟଙ୍କା କିଏ ନେଇଛି? ସବୁ ଝିଅ ନିଜ ନିଜ ବ୍ୟାଗ୍ ଚେକ୍ କରଉଥିଲେ। ଆଉ ସେ 4 ଜଣ ଝିଅ ବି ଲାଇନରେ ଯାଇ ସମସ୍ତଙ୍କ ବ୍ୟାଗ୍ ଚେକ୍ କରୁଥିଲେ। ଅଚାନକ ଗୋଟିଏ ଲାଇନରେ ଝିଅମାନଙ୍କର ପାଟିତୁଣ୍ଡ ଶୁଭିଲା। ଆଉ ପାଟି ଶୁଣି ମିସ୍ ବୁଲିକି ଦେଖିଲେ ତ କୋଣରେ 2 ଜଣ ଝିଅ ମିଶି ବ୍ୟାଗ୍ ଟାଣିବା ପାଇଁ ଚେଷ୍ଟା କରୁଥିଲେ କି ଆମକୁ ବ୍ୟାଗ୍ ଦେଖା। ଆଉ ଡଲିର ଚେହେରାରେ ଗୋଟିଏ ଅଜବ ହସ ଥିଲା। ପ୍ରକୃତରେ ଡଲିର ଟଙ୍କା ଚୋରି ହିଁ ହୋଇନଥିଲା। ସେ ତ ଜାଣିଶୁଣି ଏସବୁ ନାଟକ କରିଥିଲା। ଫଳରେ ଏହି ବାହାନାରେ ଭୂମିର ବି ବ୍ୟାଗ୍ ଚେକ୍ କରାଯିବ। ଆଉ ସତ ସାମ୍ନାକୁ ଆସିବ କି ସେ କାହିଁକି ତା ବ୍ୟାଗ୍ ଲୁଚେଇ ରଖୁଛି। ଆଉ ତା ବ୍ୟାଗ୍ କାହିଁକି ସମସ୍ତଙ୍କୁ ଦେଖଉନି। ତା ବ୍ୟାଗ୍ରେ ଏମିତି କ'ଣ ଅଛି ଯେ ହାତ ବି ଲଗେଇବାକୁ ଦଉନି। ସୁସ୍ମିତା ମ୍ୟାମ୍ ଏ ପାଟିତୁଣ୍ଡ ଶୁଣିବା ପରେ ତା ପାଖକୁ ଗଲେ। ଆଉ କହିଲେ କି କ'ଣ ହେଇଛି? କାହିଁକି ଗହଳି କରୁଛ? 2 ଝିଅ କହିବାରେ ଲାଗିଲେ କି ମ୍ୟାମ୍ ଆପଣ ନିଜେ କହିଥିଲେ କି ସମସ୍ତେ ନିଜ ନିଜ ବ୍ୟାଗ୍ ଚେକ୍ କରାଇବାକୁ। କିନ୍ତୁ ଭୂମି ତା ବ୍ୟାଗ୍କୁ ଚେକ୍ କରିବାକୁ ହିଁ ଦଉନି। ସୁସ୍ମିତା ମ୍ୟାମ୍ ଯେତେବେଳେ ଭୂମି ଆଡ଼କୁ ଅନେଇଲେ ଟିକେ ରାଗିକି ପଚାରିଲେ କି ସବୁ ପିଲା ନିଜ ବ୍ୟାଗ୍ ଚେକ୍ କରାଇଲେ, କିନ୍ତୁ ତୁ କାହିଁକି କରାଇବାକୁ ମନା କରୁଛୁ? ବ୍ୟାଗ୍ କାଢ଼ ଆଉ ସମସ୍ତଙ୍କୁ ଦେଖା। କିନ୍ତୁ ଭୂମି ମୁଣ୍ଡ ହଲେଇ ମନା କରିଦେଲା। କହିଲା କି ମୁଁ ମୋ ବ୍ୟାଗ୍ କାହାକୁ ଦେଖେଇବିନି। ମ୍ୟାମ୍ ଯେତେବେଳେ ଏକଥା ଶୁଣିଲେ ସାଙ୍ଗେ ସାଙ୍ଗେ କହିଲେ କି ଆଚ୍ଛା ତାହେଲେ ତୁ ହିଁ ସେ ଟଙ୍କା ନେଇଛୁ। ତେଣୁ ଧରା ନ ପଡ଼ିବା ପାଇଁ ତୁ ତୋ ବ୍ୟାଗ୍ ଚେକ୍ କରାଇବା ପାଇଁ ମନା କରୁଛୁ। କିନ୍ତୁ ଭୂମି ପୁଣି ମୁଣ୍ଡ ହଲେଇ ମନା କଲା। ଆଖିରେ ଭରି ଯାଇଥିବା ଲୁହକୁ ପୋଛି କହିଲା କି ନାଇଁ ମିସ୍ ମୁଁ କିଛି ଚୋରି କରିନି। ମୋର କ'ଣ ଦରକାର ସେ ଟଙ୍କା ଚୋରି କରିବା ପାଇଁ? ମୁଁ ତ ତା ଡେସ୍କ ପାଖକୁ ବି ଯାଏନି, ନା ତା ବ୍ୟାଗ୍ରେ କେବେ ବି ହାତ ଲଗାଏ। ପ୍ଲିଜ୍ ମୋ ବ୍ୟାଗ୍କୁ ଛାଡ଼ି ଦିଅନ୍ତୁ। ଡଲି ବି ସେଠାକୁ ପଳେଇ ଆସିଲା। କହିଲା କି ମୋତେ ତା ଉପରେ ପ୍ରଥମରୁ ହିଁ ସନ୍ଦେହ ଥିଲା। ନିଶ୍ଚୟ ଇଏ ଖରାପ କାମ କରିଛି। ପ୍ରଥମରେ ତ ସିଏ ଗରିବ ନୀଚ ଜାତିର ଝିଅ, ଆମ ଦୟାର ପାତ୍ର। ତାର ଏତେ ଔକାତ ନାହିଁ ଯେ ସେ ସ୍କୁଲରେ ପଢ଼ିପାରିବ। ଆଉ ତା ସହିତ ଆମ ପରି ଧନୀ ଲୋକର ବ୍ୟାଗ୍ରୁ ଚୋରି ବି କରୁଛି। ଡଲି କଥା ଶୁଣି
ଭୂମି ଯେତିକି ଜୋରରେ କାନ୍ଦୁଥିଲା ପୁଣି ଅଧିକ କାନ୍ଦି ଉଠିଲା, କିନ୍ତୁ ତଥାପି ନିଜ ବ୍ୟାଗକୁ ଜାପି ଧରି କହିଲା କି ମ୍ୟାମ୍, ମୁଁ କିଛି ବି ଚୋରି କରିନି, ଆଉ ମୋ ବ୍ୟାଗ ବି କାହାକୁ ଚେକ୍ କରାଇବାକୁ ଦେବିନି। ସୁସ୍ମିତା ମ୍ୟାମ୍ ଡଲିକୁ କହିବା ବଦଳରେ ଭୂମି ଗାଲରେ ଜୋରଦାର ଚାପୁଡ଼ା କଷିଦେଲେ। କହିଲେ କି ଏକରେ ଚୋରି କରୁଛୁ, ତା ଉପରେ ପୁଣି ଜବାବ ଦେଉଛୁ। ତୋ ବ୍ୟାଗ ମତେ ଦେଖା, ନହେଲେ ତୋ ଅବସ୍ଥା ଖରାପ କରିଦେବି। ସୁସ୍ମିତା ମ୍ୟାମ୍ ଜୋରରେ ରାଗିକି କହୁଥିଲେ। ତଥାପି ଭୂମି କହିଲା କି ଯାହା ବି ହୋଇଯାଉ, ମୁଁ ମୋ ବ୍ୟାଗ କିଛି ବି ହାଲତରେ ଆପଣଙ୍କୁ ଦେଖେଇବିନି। କ୍ଲାସର ଏହି ଝଗଡ଼ା କ୍ଲାସ ବାହାରକୁ ଶୁଭୁଥିଲା। ସେହି କ୍ଲାସରେ ଏମିତି 5-6 ଜଣ ପିଲା ଥିଲେ ଯିଏକି ଗରିବ ପରିବାରରୁ ଆସିଥିଲେ ଆଉ ସରକାରଙ୍କର ସ୍କିମରେ ପଢୁଥିଲେ। ସରକାର ସେମାନଙ୍କର ଖର୍ଚ୍ଚ ଉଠାଉଥିଲେ। ଯେତେବେଳେ ସେମାନେ ଭୂମି ଉପରକୁ ମିସ୍ ମାଡ଼ ମାରିବା ଦେଖିଲେ, ସେମାନେ ଚୁପସେ ସେଠାରୁ ପଳେଇ ଯାଇ ସ୍କୁଲ ପ୍ରିନ୍ସିପାଲକୁ କହିଦେଲେ। ଯେମିତି ସ୍କୁଲ ପ୍ରିନ୍ସିପାଲଙ୍କ ପାଖରେ ଖବର ପହଞ୍ଚିଲା, ଟିକେ ସମୟ ପରେ ଭାଇସ୍ ପ୍ରିନ୍ସିପାଲ ରାଗିଣୀ ମ୍ୟାଡାମ ପଳେଇ ଆସିଲେ। ଆଉ କବାଟ ଖୋଲିବା ପରେ ଯାହା ଦୃଶ୍ୟ ଦେଖିଲେ, ତାଙ୍କ ମୁଣ୍ଡ ଘୁରିଗଲା। ତାଙ୍କର କଡ଼ା ତାଗିଦରେ ତ ସୁସ୍ମିତା ମ୍ୟାମଙ୍କର ହୋସ୍ ଉଡ଼ିଗଲା। ସେ ବଡ଼ କଠୋର ସ୍ୱରରେ କହିଲେ କି ଏଠି କ'ଣ ଚାଲିଛି? ଆଜି ପୂର୍ବରୁ କେହି ବି ରାଗିଣୀ ମ୍ୟାଡାମଙ୍କର ଏତେ ରାଗ ଦେଖିନଥିଲେ। କିନ୍ତୁ ସୁସ୍ମିତା ମ୍ୟାମ୍ ପୁରା ଘଟଣା ବାବଦରେ କିଛି କହିବା ଆଗରୁ ହାତ ଉଠେଇ ମ୍ୟାଡାମ ସମସ୍ତଙ୍କୁ ଚୁପ୍ କରାଇଦେଲେ। କହିଲେ କି ଏ ଝିଅକୁ ନେଇ ମୋ ଅଫିସକୁ ଆସ। ସୁସ୍ମିତା ମ୍ୟାମ୍ ଡଲି ଓ ଭୂମିକୁ ନେଇ ପ୍ରିନ୍ସିପାଲଙ୍କ ଅଫିସକୁ ଗଲେ। ରାଗିଣୀ ମ୍ୟାଡାମ ସାମ୍ନାରେ ହିଁ ବସିଥିଲେ। ସବୁଠୁ ଆଗରେ ତ ଡଲିକୁ ଡକାଗଲା, ଆଉ ତାକୁ ପଚରାଗଲା ତ ସେ ସେହି ଗୋଟିଏ କଥାକୁ ଦୋହରାଇଲା। କହିଲା କି ମୋ ବ୍ୟାଗରୁ ଭୂମି ଟଙ୍କା ନେଇଯାଇଛି। ରାଗିଣୀ ମ୍ୟାଡାମ ଏଥିରେ ଟିକେ ଶାନ୍ତ ହୋଇ କହିଲେ କି ତୁ ଏତେ ବିଶ୍ୱାସର ସହିତ କେମିତି କହୁଛୁ କି ତୋ ଟଙ୍କା ଭୂମି ଚୋରି କରିଛି ବୋଲି? ତାପରେ ଡଲି କହିଲା କି ଏଇଥିପାଇଁ କହୁଛି କି ଭୂମି ତା ବ୍ୟାଗ ଚେକ୍ କରିବାକୁ ଦେଉନି। ଏପରିକି ସୁସ୍ମିତା ମ୍ୟାମ୍ ବି ତାକୁ ଚାପୁଡ଼ା ମାରିଲେ, କିନ୍ତୁ ତଥାପି ସେ ତା ବ୍ୟାଗ ଦେଖେଇବାକୁ ମନା କରିଦେଲା। ତା ମାନେ ଆଜି ଯାଏ ସ୍କୁଲରେ ଯାହା ବି ଚୋରି ହେଇଛି ସେସବୁ ଭୂମି କରିଛି। ଏସବୁ କଥା ଶୁଣି ରାଗିଣୀ ମ୍ୟାଡାମ ଡଲିକୁ ବାହାରେ ଅପେକ୍ଷା କରିବା ପାଇଁ କହିଲେ। ଡଲି ସେଠାରୁ ପଳେଇଲା, କିନ୍ତୁ ସୁସ୍ମିତା ମ୍ୟାମ୍ ସେଠାରେ ହିଁ ରହିଲେ। ପୁଣି ଭୂମିକୁ ଡକାଗଲା। ଭୂମି ଡରି ଡରି କାନ୍ଦି କାନ୍ଦି ଅଫିସ ଭିତରକୁ ଆସିଲା। ସେ ଏବେ ଯାଏଁ ବି ତା ବ୍ୟାଗକୁ ଜାବୁଡ଼ି ଧରିଥିଲା। ତା ଚୁଟି ସବୁ ଖୋଲି ଯାଇଥିଲା। ଗାଲରେ ସୁସ୍ମିତା ମ୍ୟାମଙ୍କର ଆଙ୍ଗୁଳି ଚିହ୍ନ ରହିଥିଲା। ପୁରା ଗୋରା ଦେହରେ ଲାଲ ଲାଲ ଚିହ୍ନ ସ୍ପଷ୍ଟ ଦେଖାଯାଉଥିଲା। ଭୂମି ଗାଲରେ ମାଡ଼ ଚିହ୍ନ ଦେଖି ରାଗିଣୀ ମ୍ୟାଡାମ ସୁସ୍ମିତା ମ୍ୟାମକୁ ରାଗିକି ଅନେଇଲେ। ପୁଣି ତାଙ୍କୁ ସାମ୍ନାରେ ଥିବା ଚେୟାରରେ ବସିବା ପାଇଁ କହିଲେ, ଆଉ ଭୂମିକୁ ବି କହିଲେ କି ଆସ ମୋ ପାଖରେ ବସ। ଭୂମି ଡରି ଡରି ସାମ୍ନାରେ ବସିଗଲା। ପୁଣି ରାଗିଣୀ ମ୍ୟାଡାମ ଭୂମିକୁ ପଚାରିଲେ କି ଏବେ କହ କ'ଣ ହେଇଛି? ମ୍ୟାଡାମଙ୍କ ପ୍ରଶ୍ନରେ ଭୂମି କାନ୍ଦି ପକେଇଲା, ଆଉ କାନ୍ଦି କାନ୍ଦି କହିଲା କି ଡଲି ମୋ ସହିତ ବହୁତ ଖରାପ ବ୍ୟବହାର କରୁଛି। ମୋର ଗରିବ ଅବସ୍ଥାକୁ ନେଇ ଚିଡ଼ଉଛି, ଆଉ ସାଙ୍ଗଙ୍କ ସହିତ ମିଶି ଅନ୍ୟ ଗରିବ ଝିଅଙ୍କର ବି ମଜାକ ଉଡ଼ଉଛି। ଆଉ ଆଜି ସକାଳୁ ସେ ମୋ ବ୍ୟାଗ ନେବା ପାଇଁ ଚେଷ୍ଟା କରୁଛି। ଆଉ ଯେତେବେଳେ ମୁଁ ତାକୁ ମୋ ବ୍ୟାଗ ଦେଖିବା ପାଇଁ ମନା କରିଦେଲି, ସେ ମୋ ଉପରେ ଚୋରିର ଅଭିଯୋଗ ଲଗେଇଦେଲା। ଏତିକି ଶୁଣି ରାଗିଣୀ ମ୍ୟାଡାମ ପୁଣି ଥରେ ଭୂମିକୁ ଅନେଇଲେ, ଆଉ ପୁଣି କହିଲେ କି ଏସବୁ କଥାକୁ ନେଇ ମୁଁ ଡଲି ସହିତ କଥା ହେବି, କିନ୍ତୁ ତୋ ବ୍ୟାଗ ସୁସ୍ମିତା ମିସ୍କୁ ଦେଖିବା ପାଇଁ କାହିଁକି ମନା କରିଦେଲୁ? ବ୍ୟାଗ ଚେକ୍ କରାଇ ଦେଇଥିଲେ ତ କାମ ସରିଥାନ୍ତା। ଆଉ ଯଦି ତୁ ନେଇନୁ ତାହେଲେ ଡଲି ବି ଚୁପ୍ ହୋଇଯାଇଥାନ୍ତା। ତୋ ଉପରେ ସନ୍ଦେହ ବି ରହିନଥାନ୍ତା। ତୁ ତ ବ୍ୟାଗ ନ ଦେଖେଇବା ଫଳରେ ସମସ୍ତେ ଏଇଆ ଭାବିବେ ଯେ ତୁ ହିଁ ଟଙ୍କା ଚୋରି କରିଛୁ। ଯେତେବେଳେ ରାଗିଣୀ ମ୍ୟାଡାମଙ୍କର ଏମିତି କଥା ଶୁଣିଲା, ସେ ମୁଣ୍ଡ ତଳକୁ କରିଦେଲା। ବଡ଼ ସ୍ନେହରେ ରାଗିଣୀ ମ୍ୟାଡାମ ତା ପାଖକୁ ଆସିଲେ, ଆଉ କହିଲେ କି ମୋତେ ତ ବ୍ୟାଗ ଦେଖା। ପ୍ରଥମେ ତ ଭୂମି ମୁଣ୍ଡ ହଲେଇ ମନା କଲା, କିନ୍ତୁ ପୁଣି ରାଗିଣୀ ମ୍ୟାଡାମଙ୍କର ସ୍ନେହଭରା କଥାରେ ମାନିଗଲା, ଆଉ କହିଲା କି ଆପଣ କାହାକୁ କିଛି କହିବେନି ତ? ରାଗିଣୀ ମ୍ୟାଡାମ ପୁରା ସ୍ନେହରେ ଭୂମିର ମୁଣ୍ଡରେ ହାତ ବୁଲେଇ କହିଲେ କି ନା, ଜମା କହିବିନି। ତୁ ମୋତେ ତ ବ୍ୟାଗ ଦେଖା। ଏ ବ୍ୟାଗରେ ଏମିତି କ'ଣ ରଖିଛୁ? ରାଗିଣୀ ମ୍ୟାଡାମଙ୍କ କହିବା ପରେ ଭୂମି ଡରି ଡରି ଗୋଟିଏ ଥର ସୁସ୍ମିତା ମ୍ୟାଡାମଙ୍କ ଆଡ଼କୁ ଅନେଇଲା, ଆଉ ତାପରେ ତା ବ୍ୟାଗକୁ ରାଗିଣୀ ମ୍ୟାଡାମଙ୍କ ଆଡ଼କୁ ବଢ଼େଇ ଦେଲା।
ରାଗିଣୀ ମ୍ୟାଡାମ ବ୍ୟାଗ୍ ନେଇ ଖୋଲିଲେ। ବ୍ୟାଗ୍ ଭିତର ଯେତେ ଯେତେ ଖେଳୁଥିଲେ ତାଙ୍କ ଆଖି ସେତେ ସେତେ ବଡ଼ ବଡ଼ ହୋଇଯାଉଥିଲା। କିଛି ସମୟ ଭିତରେ କ'ଣ ହେଲା କେଜାଣି ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବୋହିବାରେ ଲାଗିଲା। ଲୁହ ବୋହିବା ଦେଖି ସୁସ୍ମିତା ମ୍ୟାମ୍ ପୁରାପୁରି ଆଶ୍ଚର୍ଯ୍ୟ ହୋଇଗଲେ। ବ୍ୟାଗ୍ ଭିତରେ ଏମିତି କ'ଣ ଅଛି ଯେ ରାଗିଣୀ ମ୍ୟାଡାମଙ୍କ ଆଖିରୁ ଲୁହ ବୋହୁଥିଲା? ସେଠୁ ରାଗିଣୀ ମ୍ୟାଡାମ ବ୍ୟାଗକୁ ନିଜ ପାଖରେ ରଖିଲେ ଆଉ କାନ୍ଦ କାନ୍ଦ ହୋଇ ଭୂମିକୁ କୁଣ୍ଢେଇ ପକେଇଲେ। ଏସବୁ ଦେଖି ସୁସ୍ମିତା ମ୍ୟାଡାମ କିଛି ବୁଝିପାରୁନଥିଲେ। ଆଶ୍ଚର୍ଯ୍ୟ ହୋଇ କେବଳ ସେ ଦୃଶ୍ୟ ଦେଖି ଚାଲିଥିଲେ। ହେଲେ ଭୂମିର ବ୍ୟାଗ୍ରେ ଏମିତି କ'ଣ ଥିଲା ଯେ ଯାହାକୁ ଦେଖି ରାଗିଣୀ ମ୍ୟାଡାମ ଏତେ ଜୋରରେ ଭାବ ବିହଳିତ ହୋଇ ପଡ଼ିଥିଲେ। ସେଠୁ ସେ ନିଜେ ନେଇ ବ୍ୟାଗ୍ ଖୋଲିଲେ ଆଉ ସେ ବ୍ୟାଗ୍ରେ ବହି ସହିତ ଗୋଟିଏ ପଟରେ କିଛି ରୁଟି ଖଣ୍ଡ ଥିଲା ଆଉ ତା ସହିତ ଖଣ୍ଡିଆ ପାଉଁରୁଟି, କିଛି ଖଣ୍ଡ ଆଚାର, ଅଧା ଖାଇଥିବା ବର୍ଗର ଆଉ ଖଣ୍ଡ ଖଣ୍ଡ ପରଟା ରହିଥିଲା। ଏସବୁ ଦେଖିକି ରାଗିଣୀ ମ୍ୟାଡାମ ବୁଝି ଯାଇଥିଲେ କି ପ୍ରକୃତରେ ମାମଲା କ'ଣ। ଏସବୁ ଦେଖିକି ସେ ଆଉ ରହିପାରିଲେନି। ଭୂମିକୁ କୁଣ୍ଢେଇ ପକେଇଲେ। କାନ୍ଦି କାନ୍ଦି ନିଜ ପାଖରେ ବସେଇ କହିଲେ କି ଏସବୁ କ'ଣ ଭୂମି, ମୋତେ ସବୁ କଥା କହ। ସେ ବ୍ୟାଗ୍ରେ ଟଙ୍କା ତ ନଥିଲା କିନ୍ତୁ କାହାର ଅଧା ଖାଇବା ରହିଥିଲା। ସୁସ୍ମିତା ମ୍ୟାମ୍ ଏବେ ବି କିଛି ବୁଝିପାରୁନଥିଲେ। ସେ ବି ଆଶ୍ଚର୍ଯ୍ୟ ହୋଇ ଭୂମିକୁ ଅନେଇଥିଲେ। ସେତେବେଳେ ରାଗିଣୀ ମ୍ୟାଡାମ ଭୂମିକୁ କହିଲେ କି ଝିଅ ଏସବୁ କ'ଣ? ଏସବୁ ପାଇଁ କ'ଣ ତୁ ତ ବ୍ୟାଗ୍କୁ ଲୁଚଉଥିଲୁ? ଭୂମି କାନ୍ଦିବାରେ ଲାଗିଲା। କାନ୍ଦି କାନ୍ଦି କହିଲା କି ମ୍ୟାଡାମ ମୁଁ ଚାହୁଁନଥିଲି କି ଏଠାରେ କିଏ ମୋ ମଜାକ ଉଡ଼ାନ୍ତୁ ବୋଲି। ମୋ କ୍ଲାସ୍ ପିଲା ମୋତେ ବହୁତ ହଇରାଣ କରୁଛନ୍ତି, ଭିନ୍ନ ଭିନ୍ନ କଥା କହୁଛନ୍ତି। ଯଦି ମୋ ବ୍ୟାଗ୍ ସେମାନଙ୍କ ଆଗରେ ଖୋଲା ଯାଇଥାନ୍ତା ଆଉ ସେମାନେ ମୋ ବ୍ୟାଗ୍ରେ ଏସବୁ ଜିନିଷ ଦେଖିଦେଇଥାନ୍ତେ ତାହେଲେ ଏଠାକୁ ତ ମୁଁ ଆସିବା ମୁସ୍କିଲ କରିଦେଇଥାନ୍ତେ ସେମାନେ। ସେଠୁ ଭୂମି କହିଲା କି ମୋ ବାପା କେବେଠୁ ମରିଯାଇଛନ୍ତି। ବାପା ଜଣେ ବେସରକାରୀ ଚାକିରିଆ ଥିଲେ। ଗୋଟିଏ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କର ମୃତ୍ୟୁ ପରେ ଯାହା ବି ସଞ୍ଚୟ ଟଙ୍କା ଥିଲା ସେତିକିରେ ଘର ଖର୍ଚ୍ଚ ଚାଲୁଥିଲା। କିନ୍ତୁ ସେଥିରେ ଆଉ କେତେ ଯାଏଁ ଚଳିଥାନ୍ତୁ। ମୋ ମା ଜଣେ ହାର୍ଟ ପେସେଣ୍ଟ। ଯେତେବେଳେ ଯାଏ ଔଷଧ ଖାଇନି ଚଳି ବୁଲି ପାରେନି। ଭାରି କାମ କରିବାକୁ ଡାକ୍ତର ମନା କରିଦେଇଛନ୍ତି। ସେ ଲୋକଙ୍କ ଘରେ ଯାଇ କାମ କରେ ଆଉ କାମ କଲେ ତା ଦେହ ଅଧିକ ବିଗିଡ଼ିଯାଏ। ଟିକେ ବହୁତ ଯାହା କାମ ଦିଏ ଆଉ ତାପରେ ଘରକୁ ପଳେଇ ଆସେ। ନା ନଇଁପାରେ ନା କିଛି ଓଜନିଆ ଜିନିଷ ଉଠେଇ ପାରେ। ଏବେ ତ ତା ପାଇଁ ଔଷଧ କିଣିବାକୁ ଟଙ୍କାଟିଏ ବି ନାହିଁ। ମୋ ତଳେ ଆଉ 2 ଭାଇ ଭଉଣୀ ଅଛନ୍ତି। ସେମାନେ ମୋ ଠାରୁ ଛୋଟ ଥିବାରୁ କିଛି କାମ ତ କରିପାରିବେନି ଆଉ ସେମାନଙ୍କୁ ବି ମୁଁ ଭୋକିଲା ଦେଖିପାରିବିନି। ଦିନେ ଦିନେ ତ ଆମ ଘରେ ଚୁଲି ବି ଜଳେନି। ଯାହା ବି ବାସି ଖାଇବା ଥାଏ ମା ମୋ ଛୋଟ ଭାଇ ଭଉଣୀଙ୍କୁ ଖୁଆଇ ଦିଏ। ମୁଁ ଏଠାରେ ସରକାରୀ ଖର୍ଚ୍ଚରେ ପାଠ ପଢ଼ୁଛି। ତେଣୁ ମୁଁ ପ୍ରତିଜ୍ଞା କରିଛି କି ବଡ଼ ହୋଇ ନିଜ ଗୋଡ଼ରେ ଛିଡ଼ା ହେବି ଆଉ ଏତେ ଟଙ୍କା ରୋଜଗାର କରିବି କି ମୋ ମା ଛୋଟ ଭାଇ ଭଉଣୀ ପେଟ ଭରି ଖାଇପାରିବେ। ତାଙ୍କୁ କେବେ ବି କାହା ଆଗରେ ହାତ ପତେଇବାକୁ ଯେମିତି ପଡ଼ିବନି। ଗତ 2 ଦିନ ହେଲା ମୁଁ ଖାଲି ପାଣି ପିଇ ଭୋକିଲା ଅଛି। ଏବେ ଆଉ ପଡ଼ୋଶୀମାନେ ବି ସାହାଯ୍ୟ କରୁନାହାନ୍ତି। କହୁଛନ୍ତି କି ଆମ ହାଲାତ ତ ଦେଖ, କେତେ ଦିନ ଆମେ ସାହାଯ୍ୟ କରିପାରିବୁ। ଦିନେ ଯେତେବେଳେ ମୁଁ ସ୍କୁଲରୁ ଯାଉଥିଲି ମୋ ନଜର ରାସ୍ତା ପାଖରେ ଥିବା ଏକ ହୋଟେଲ ଉପରେ ପଡ଼ିଲା। ସେଠାରେ ଦେଖିଲି ଯେ ଖରାପ ହୋଇଯାଇଥିବା ଖାଦ୍ୟକୁ ସେ ଅଲଗା ଜାଗାରେ ରଖୁଥିଲେ। ସେଗୁଡ଼ିକ ସେ ଗାଈ ଗୋରୁଙ୍କୁ ଦେଇଦେବା ପାଇଁ ରଖୁଥିଲେ। ମୁଁ ସେଇ ଖାଦ୍ୟ ଦେଖି ହୋଟେଲ ମାଲିକଙ୍କୁ ସେହି ଖାଦ୍ୟ ମାଗିଲି। ସେ ଟିକେ ଆଶ୍ଚର୍ଯ୍ୟ ହୋଇ ମୋତେ ଦେଖିଲେ ଆଉ କହିଲେ କି ତୁ ସେ ଅଇଁଠା ଖାଦ୍ୟକୁ ନେଇ କ'ଣ କରିବୁ? ମୁଁ କହିଲି କି ମୋତେ ସେ ଖାଦ୍ୟ ଦିଅ, ହେଲେ ତା ବଦଳରେ ମୁଁ ଟଙ୍କା ଦେଇପାରିବିନି। ସେ ବି ଟଙ୍କା ନେବାକୁ ମନା କରିଦେଲେ ଆଉ ମୁଁ ଖୁସିରେ ସେ ଖାଦ୍ୟ ନେଇ ଆସିଲି। ପ୍ରଥମେ ତ ସେ ଖାଦ୍ୟ ମୁଁ ନିଜେ ଖାଇଲି ଆଉ ବାକି ଖାଦ୍ୟ ବ୍ୟାଗରେ ରଖିଦେଲି। ଫଳରେ ଘରକୁ ଯାଇ ମା ଓ ଛୋଟ ଭାଇ ଭଉଣୀଙ୍କୁ ଦେବି। ଆଉ ଏବେ ସେଇଟା ମୋର ପ୍ରତିଦିନିଆ କାମ ହୋଇଯାଇଥିଲା। ସ୍କୁଲ ସରିଲେ ମୁଁ ପ୍ରତିଦିନ ଯାଇ ସେଠାରୁ ସେ ଖାଦ୍ୟ ନେଇ ଆସେ। ଆଉ ଏସବୁ ମୋ ମା ଓ ସାନ ଭାଇ ଭଉଣୀ ଜାଣିଛନ୍ତି। ଅଇଁଠା ଖାଦ୍ୟ ହୋଇଥିଲେ ବି ଆମ ପାଇଁ ସେଗୁଡ଼ିକ ଯେମିତି ଦୁର୍ମୂଲ୍ୟ
ଆଉ ଭଗବାନଙ୍କର ଆଶୀର୍ବାଦ। ମୁଁ ବାସ୍ ଚାହୁଁଛି କି ମୋ ପାଠପଢା ଜଲ୍ଦି ସରିଯାଉ ଆଉ ଏକ ଭଲ ଚାକିରି ପାଇଯାଏ। ଗୋଟେ ଛୋଟ ପିଲାଠୁ ଏସବୁ ଶୁଣିକି ସୁସ୍ମିତା ମ୍ୟାମଙ୍କ ଆଖିରୁ ବି ଲୁହ ଚାଲି ଆସିଲା। ତାଙ୍କୁ ଏବେ ଖରାପ ଲାଗୁଥିଲା କି ସେ ଜଣେ ନିର୍ଦ୍ଦୋଷ ଆଉ ଅସହାୟ ଉପରେ ହାତ ଉଠେଇ ଦେଲେ। ସେଠୁ ରାଗିଣୀ ମ୍ୟାଡାମ ଭୂମିକା ପିଠି ଥାପୁଡେଇ ଦେଲେ। କହିଲେ କି ତୋ ପରି ପିଲା ମୁଁ ଆଜି ଯାଏ ଦେଖିନଥିଲି। ତୋ ଘର ପାଇଁ ତୋ ନିଜ ପାଇଁ ତୁ ଏତେ କଷ୍ଟ କରୁଛୁ। ଭଗବାନ ତତେ ଦିନେ ନା ଦିନେ ନିଶ୍ଚୟ ସାହା ହେବେ ଆଉ ସଫଳ କରେଇବେ। ଆଉ ମୁଁ ତତେ ପୁରା ସାହାଯ୍ୟ କରିବି। ଏହାପରେ ଭୂମି ସେଠାରୁ ଚାଲିଗଲା। କିନ୍ତୁ ସୁସ୍ମିତା ମ୍ୟାମ ଓ ରାଗିଣୀ ମ୍ୟାଡାମ କେତେ ସମୟ ଯାଏଁ ଭୂମି ବିଷୟରେ ଚିନ୍ତା କରୁଥିଲେ। ଏତେ ଛୋଟ ବୟସରେ କେତେ ବଡ ଚିନ୍ତା କରିବା ସହିତ କେତେ ବଡ ବୋଝ ବୋହୁଛି ସେ। ଏହାପରେ ସେମାନେ ଭୂମିର ମାଙ୍କୁ ସ୍କୁଲକୁ ଡକେଇ ପଠେଇଲେ ଆଉ ସ୍କୁଲରେ ଗୋଟେ ଛୋଟିଆ ଚାକିରି ଦେଲେ, ଯେଉଁଥିରେ କି ପରିଶ୍ରମ କମ୍ ଥିଲା। ଧୀରେ ଧୀରେ ଭୂମି ପ୍ରତି ଅନ୍ୟ ପିଲାଙ୍କର ବ୍ୟବହାର ବି ଠିକ୍ ହୋଇଯାଇଥିଲା। ଏହା ଭିତରେ 15 ବର୍ଷ ବିତିଗଲାଣି। ଏବେ ଭୂମି ଜଣେ ଡାକ୍ତର। ସେ ନିଜେ ପଢି ମଣିଷ ହେବା ସହିତ ନିଜ ସାନ ଭାଇ ଭଉଣୀଙ୍କୁ ବି ମଣିଷ କରେଇଲେ। ଗତ ବର୍ଷ ସେହି ସ୍କୁଲରେ ବାର୍ଷିକ ଉତ୍ସବ ଖୁବ୍ ଧୁମଧାମରେ ପାଳନ ହୋଇଥିଲା, ଯେଉଁଥିରେ ଭୂମି ମୁଖ୍ୟ ଅତିଥି ଭାବରେ ଆସିଥିଲେ। ଆଉ ସେହି ହୋଟେଲ ମାଲିକଙ୍କୁ ବି ଡକାଯାଇଥିଲା, ଯିଏକି ଭୋକିଲା ଭୂମିକୁ ଖାଇବା ଯୋଗାଉଥିଲେ। ଯଦି ସେ ନଥାନ୍ତେ ହୁଏତ ଭୂମି ଏହି ସ୍ଥାନରେ ନଥାନ୍ତେ। ଭୂମିଙ୍କ ସଂଘର୍ଷ ପଥରେ ଯିଏ ବି ସାହାଯ୍ୟର ହାତ ବଢେଇଥିଲେ, ସେ ସମସ୍ତଙ୍କୁ ସେ ବାର୍ଷିକ ଉତ୍ସବରେ ସମ୍ମାନିତ କରାଗଲା। ଭୂମି ପୁଣି ଥରେ ମଥା ନତ କରି ସେମାନଙ୍କୁ ଧନ୍ୟବାଦ ଦେଲେ। ହୁଏତ ସେମାନଙ୍କ ବିନା ଭୂମି ଆଜି ଏତେ ବାଟ ପହଞ୍ଚି ପାରିନଥାନ୍ତେ। ଶେଷରେ ମୁଁ ଏତିକି କହିବି ଯେ ଯଦି ଆପଣ ଲକ୍ଷ୍ୟ ପଥରେ ଦୃଢ ଅଛନ୍ତି, ତାହେଲେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ଅଟକେଇ ପାରିବନି, ଯାହାକି ଆଜି ଭୂମି କରି ଦେଖାଇଛନ୍ତି। ଭୂମି ବିଷୟରେ ଆପଣଙ୍କର ମତ କମେଣ୍ଟରେ ଦେବେ। ଭିଡିଓ ଦେଖି ଉତ୍ସାହିତ ହୋଇଥିଲେ ଲାଇକ୍ ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଆଉ ହଁ, ବେଲ୍ ଆଇକନକୁ ଅନ୍ କରିବାକୁ ଜମା ବି ଭୁଲିବେନି। ଧନ୍ୟବାଦ।